गुड मॉर्निंग। हैप्पी बसंत पंचमी समस्तଙ୍କୁ ସରସ୍ୱତୀ ପୂଜାର ବହୁତ ବହୁତ ଶୁଭେଚ୍ଛା ଆଉ ଶୁଭକାମନା। ତ ସକାଳୁ ଉଠିକିରି ମୁଁ ମୋ ଭଉଣୀ ଦୀର୍ଘ 4 ମାସ ଧରି ସମ୍ଭାଳିକି ରଖିଥିବା ଫୁଲ ଗୁଡ଼ାକୁ ତୋଳିବାରେ ଲାଗି ପଡ଼ିଲି। କାହିଁକିନା ପ୍ରତିବର୍ଷ ଆମେ ଫୁଲ ଗୁଡ଼ା ସବୁ ଏଇଥିପାଇଁ ହିଁ ଲଗେଇକି ରଖିଥାଉ ତାକି ସରସ୍ୱତୀ ପୂଜା ଦିନ ଆମେ ମାଆଙ୍କୁ ଲଗେଇ ପାରିବୁ। ତାପରେ ମୁଁ ହେଉଛି ଆମ ଘରର ୟୁନିଭର୍ସାଲ ମାଳି, ମାନେ ଫୁଲ ତୋଳିବା ଆଉ ଫୁଲ ଗୁନ୍ଥିବା ସବୁବେଳେ ମୋ ଦାୟିତ୍ୱରେ ହିଁ ଥାଏ। ତ ମୁଁ ବସିକିରି ମାଳ ଗୁନ୍ଥିବାରେ ଲାଗିଲି। ଆଉ ଏଇଠି ମୁଁ ଗାଧେଇ ସାରିକିରି ଟିକେ ମେଢ଼ କାମରେ ଛୁଆଙ୍କୁ କାମରେ ହେଲ୍ପ କରିଦେଇ ତାପରେ ଆମର ସିଧା କଳସ ଆସିବାକୁ ଗଲା। ତ କଳସ ଆସିକି ସେଇଠି ପୋଖରୀ ପାଖରେ ପୂଜା ବି ଏମିତି ହୁଏ। ତ ଏଇ ପୂଜା ଦେଖିବାରେ ଆମକୁ ମାନେ ମୁଁ ଜନ୍ମ ଯେବେଠୁ ହେଇଛି ସେବେଠୁ ଏଇ ପୂଜା ମୁଁ ଦେଖି ଆସୁଛି। ତ ଏଇଟା ହେଉଛି ଆମମାନଙ୍କ ଲାଇଫ୍ର ଗୋଟେ ପାର୍ଟ ହେଇଗଲାଣି। ତ ସରସ୍ୱତୀ ପୂଜା ମାନେ ଆମମାନଙ୍କର ଅଲଗା ପ୍ରକାରର ଖୁସି ଥାଏ। ତାପରେ ମୁଁ ଏଇଠି କାମ କରୁ କେମିତି ବିକଳିଆ ଭଳିଆ କହୁଛି ଟିକେ ଫଟୋ ଉଠେଇଦେ। ତାପରେ ଏଇଠି ସବୁ ଚାଲିଛି ହୋମ ଯଜ୍ଞ ପାଇଁ ସବୁ କାର୍ଯ୍ୟ ଚାଲିଛି, ସମସ୍ତେ ଲାଗି ପଡ଼ିଛନ୍ତି। ଆଉ ଦୀର୍ଘ 2-3 ଘଣ୍ଟା ପରେ କଳସ ଆସି ସାରିକି ଆମର ପୂଜା ଷ୍ଟାର୍ଟ ହେଲା। ତ ଆମର ପୂଜା ବହୁତ ଲେଟ୍ରେ ହୁଏ। ଆଉ ପୂଜା ହେବା ପର୍ଯ୍ୟନ୍ତ ଆମ ଘରେ ରୋଷେଇ ବି ହେଇନଥାଏ। ପୂଜା ସରିଲା ପରେ ହିଁ ରୋଷେଇ ହୁଏ। ସେ ପର୍ଯ୍ୟନ୍ତ ସମସ୍ତେ ଘରେ ଉପାସ ଥାଆନ୍ତି। ତ ପୂଜା ଏଇଠି ଚାଲିଛି। ଆଉ ପୂଜାରେ ମଝିରେ ଗୋଟେ ଗୋଟେ ବ୍ରେକ୍ ବି ଦିଆଯାଏ। ତାପରେ ଏଇଠି ନା ପ୍ରାଣ ପ୍ରତିଷ୍ଠା ହେଉଥିଲା। ଆଉ ଆମର ଦେଖନ୍ତୁ ମୁଁ ଘଣ୍ଟ ବଜାଳି, କାହିଁକିନା ଆମ ଘରେ ଏଥର ମେମ୍ବର୍ସ କମ୍ ଅଛନ୍ତି ତ ସବୁ କାମ ମୁଁ କରିବି, ସେଥିପାଇଁ ଘଣ୍ଟ ବି ମୁଁ ବଜାଉଛି। ତାପରେ ଚାଲିଛି ଆମର ପୂଜା ଆକ୍ଚୁଆଲି ଆମର ବହୁତ ଟାଇମ୍ ଧରିକି ଲାଗେ। ତ ମଝିରେ ମଝିରେ ମୁଁ ଟିକେ ବାହାରକୁ ବୁଲିବାକୁ ପଳେଇ ଆସେ। ଆଉ ମାଆଙ୍କୁ ଦେଖିଦେଲେ ବହୁତ ହି ଖୁସି ଲାଗେ, ଯାହା ହଉ ବର୍ଷକୁ ଥରେ ଆସନ୍ତି। ଆଉ ଯେତିକି ଦିନ ଟାଇମ୍ ବି ରୁହନ୍ତି, ଯେତିକି ଦିନ ଯେଉଁ 2 ଦିନ 3 ଦିନ 5 ଦିନ ରୁହନ୍ତି, ସମସ୍ତଙ୍କୁ ବହୁତ ହି ଖୁସି ଲାଗେ। ତାପରେ ପୂଜା ସାରିକିରି ମୁଁ ଟିକେ ଆସିଥିଲି ଆମ ଫାର୍ମ ଆଡ଼େ। ଆଉ ରାତିରେ ଇଏ ବାଚ୍ଚା ପାଟି ସବୁ ଗୀତ ବାଜୁଥିଲା, ତ ସେଥିପାଇଁ କି ନାଚ ବାବା ରେ। ତ ଆଜି ପାଇଁ ଏତିକି, ରହିଲି, ଟାଟା।